ମୋଟୁ ଚେକପୋଷ୍ଟରେ ମୋଟୁ ବନବିଆକୁ ମିଳିଛି ଏକ ବଡ଼ ସଫଳତା। 761ଟି କଇଁଛ ଜବତ ହୋଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି କଇଁଛଗୁଡ଼ିକ ମୋଟ ଓଜନ ପ୍ରାୟ 2 ଟନ୍ 300-500 କେଜି। ଅନୁମାନିକ ବଜାର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ହେବ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଆସୁଥିବା ବେଳେ ଏହି କଇଁଛଗୁଡ଼ିକ ଧରାପଡ଼ିଛି। ଡ୍ରାଇଭର ସହ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରାଯାଇଛି। ଏହି କଇଁଛଗୁଡ଼ିକୁ ମୋଟୁ ଥାନା ଅଞ୍ଚଳ ଏମ୍ପିଭି 83 ଗ୍ରାମର ଦଲାଲ ଶକ୍ତିପଦ ଗାଇନଙ୍କ ପାଖକୁ ଯାଉଥିବା ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ ଶକ୍ତିପଦ ଗାଇନ ବର୍ତ୍ତମାନ ଫେରାର ରହିଛନ୍ତି। ମୋଟୁ ଫରେଷ୍ଟର ମୁରଲୀଧର ଅନୁଗୁଳିଆଙ୍କ କହିବା ଅନୁସାରେ ଘଟଣା ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଧରିବା ପାଇଁ ଜୋରଦାର ଖୋଜା ଚାଲିଛି। ଏହା ଏକ ବଡ଼ ଚୋରାଚାଲାଣ ଚକ୍ର ସହ ଜଡ଼ିତ ରହିଥିବ ବୋଲି ସନ୍ଦେହ ଜଣାପଡ଼ୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି।